କହୁଥିଲୁ କାଲି କିଛି ବିଧାୟକ ମଧ୍ୟ କିଏ ବଙ୍କା ଫଙ୍କା ବି କଥା କହିଦେଇଛନ୍ତି। ଠିକ୍ ଅଛି, ପାଟିରୁ ବାହାରି ପଡ଼ିଛି, ସେଇଟା ଗୋଟେ ବଡ଼ କଥା ନୁହେଁ। ବନ୍ଧୁ ମିଳନ କରିଥିଲ, ଏଇ ଯେଉଁ ସବୁତକ ହାରୁ ପରାସ୍ତ ବିଧାୟକ ମାନେ ବନ୍ଧୁ ମିଳନ କରନ୍ତି। ବନ୍ଧୁ ମିଳନ ମାନେ କ'ଣ? ଜିତିଥିବା ହାରିଥିବା ମାନେ ମିଶାମିଶି କରିକି ଗୋଟେ ବନ୍ଧୁ ମିଳନ କରିବା କଥା। ତା ମାନେ ତେମେ ବନ୍ଧୁ ମିଳନ ଆଳରେ ଆଉ ଗୋଟେ କ'ଣ ଚିନ୍ତା କରୁଥିଲ, ଦାୟୀ କରୁନାହାନ୍ତି। ମୁଁ ଏଇଥିପାଇଁ କହୁଛି କ'ଣ କି, ମିଡ଼ିଆ ବାଡ଼ ବଡ଼ ତାକୁ ଇସ୍ୟୁ କରିଦେଉଛନ୍ତି। ଆପଣ ହାଇଦ୍ରାବାଦ ପଳେଇଲେନି ଭୋଜି କରିବାକୁ, ଆମେ ଯାଇପାରିନଥାନ୍ତୁ, ଜାଣିପାରିନଥାନ୍ତୁ। ଆପଣ ଝୁମୁକାରେ କରିବେ, ଆମ ପାଖକୁ ଖବର ହେଲା ଏତେ ନେତା ମିଳି ଯାଇଛନ୍ତି। ଏପଟେ ଚର୍ଚ୍ଚା ହେଉଛି ଆଞ୍ଚଳିକ ଦଳ ଗଠନ ହେଇଯିବ, ଏପଟେ ବିଜୟ ମହାପାତ୍ରଙ୍କ ଘରେ ମୋକିମି ବସୁଛନ୍ତି, ଏଠି ଭକ୍ତ ଦାସଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହେଲାଣି, ଏପଟେ ଭାରତୀୟ ଜନତା ପାର୍ଟିରେ ନିଗମ ହେଇପାରିଲେଣି, ସେଥିରେ ଅସନ୍ତୋଷ। ଏଭଳିଆ ପରିସ୍ଥିତିରେ ତେମେ ଯେତେବେଳେ ବସିବ ଆମେ ଯିବୁନି, ଆମେ ପଚାରିବୁନି? ଆରେ ଉଦ୍ଦେଶ୍ୟଟା ବରଂ ସେମାନେ ଖୁସି ହେଇଛନ୍ତି। ଆପଣଙ୍କୁ କହିଦେଉଛି, ଯେଉଁ ଗଣମାଧ୍ୟମ କାଲି ଗାଳି ଦେଇଛନ୍ତି, ଯେଉଁ ପୂର୍ବତନ ବିଧାୟକ ମାନେ ଆଉ ଯିଏ କହୁଛନ୍ତି ମିଡ଼ିଆ ଇସ୍ୟୁ କରୁଛନ୍ତି, ସେମାନେ ଖୁସି। କାରଣ ସେମାନଙ୍କ ଭିତରୁ 2-3 ଜଣ ଖବର ଦେଇଥିଲେ ମିଡ଼ିଆ ବାଲାଙ୍କୁ ଯିବା ପାଇଁ। କାହିଁକିନା ଆମେ ଏତିକି ଲୋକ ଦେଖେଇଲେ ବୋଲି ନବୀନ ନିବାସରେ ଦେଖିଲେ କି ଚର୍ଚ୍ଚା ହେଲା ଶଙ୍ଖ ଭବନରେ, ନହେଲେ ଲୁଚିକି ଭୋଜି କରିଥିଲେ ଚର୍ଚ୍ଚା ହେଇଯାଆନ୍ତା। ତେଣୁ ସେମାନେ ବି ବହୁତ ଚାଲାକ। କିନ୍ତୁ ଆଜ୍ଞା ପୂର୍ବତନ ବିଧାୟକ ମାନେ ଆପଣ ଚାଲାକ ହୁଅନ୍ତୁ, ଚତୁର ହୁଅନ୍ତୁ, ଆପଣ ଦଳକୁ ମଜବୁତ କରନ୍ତୁ, ଆଉ କୁଆଡ଼େ ଯାଆନ୍ତୁ, ଯାହା କରିବା କଥା କରନ୍ତୁ, ଏ ଗଣମାଧ୍ୟମ ଉପରେ ଦୋଷ ଲଦନ୍ତୁନି।